ଆଜି ଆମେ ବାହାରିଲୁ ଦିଦିଙ୍କ ଘରକୁ କାହିଁକିନା ତାଙ୍କର ଛାତ ପଡ଼ିଆରେ ଥିଲା। ସେଠି ପହଞ୍ଚିଲା ବେଳକୁ ଟିକେ ଲେଟ୍ ହେଇଯାଇଥିଲା। ସେଠି କିଛି ସମୟର କଥାବାର୍ତ୍ତା ପରେ କାମଟି ପୁରା ଜୋରଦାରରେ କାମ ଷ୍ଟାର୍ଟ ହେଇଯାଇଥିଲା। ମିଷ୍ଟି ଦିଦିଙ୍କ ପାଖରେ କେମିତି ସେମାନଙ୍କୁ ହସଉଛି ଦେଖନ୍ତୁ। ସେମାନଙ୍କୁ ଟିକେ ହାଇ କରି ନିଜେ ବି କେତେବେଳେ ହସି ଦେଉଥାଏ। ସେଠି କାମ କରୁଥିବା ଲୋକମାନେ ମିଷ୍ଟିକୁ ଦେଖି ବହୁତ ହସିଲେ। କାମର ବ୍ୟସ୍ତତା ମଧ୍ୟରେ ମଧ୍ୟ ସେମାନେ ଆସିକି ମିଷ୍ଟିକୁ ଟିକେ ମଝିରେ ମଝିରେ ଧରି ଗେଲ କରିଦେଉଥିଲେ। ଆଉ ଏଠି ଗୋଟେ ଭଉଣୀ ମୋ ଝିଅକୁ କେମିତି ଧରିଛି ଦେଖନ୍ତୁ। ଆଉ ଏଠି ଆମ ମା ଝିଅଙ୍କ ଖେଳ ଚାଲିଛି। ଗ୍ଲାସ୍ ଯେତେବେଳେ ଫିଙ୍ଗି ଦେଇ କେମିତି ନାଇ କରୁଛି ଦେଖନ୍ତୁ। ଆମ ମା ଝିଅଙ୍କ ଖେଳ ଭିତରେ ତା ଦିଦି ବି ମଧ୍ୟ ପହଞ୍ଚିଗଲା। ପୁଣି ଷ୍ଟାର୍ଟ ହେଇଗଲା ସେ ଦୁଇ ଜଣଙ୍କର ଖେଳ। ତା ଦିଦିକୁ ମୁଣ୍ଡିଆ ମାରି ପ୍ରଣାମ ହେଉଛି ଏଠି। ବହୁତ ସମୟର ମଜାମସ୍ତି ପରେ ଆମେ ବାହାରିଥିଲୁ ଖାଇବା ପାଇଁ। ଆଜି ଖାଇବାରେ ଥିଲା ଚିଙ୍ଗୁଡ଼ି ଘାଣ୍ଟ। ମୋର ତ ନନଭେଜ୍ ଥିଲା, ଆଉ କେତେଜଣଙ୍କ ପାଇଁ ସାଧା ମଧ୍ୟ ହେଇଥିଲା। ଆଉ ଏତେ ଖରାରେ ଗରମ ସହିତ ଭୋକ ବି ହେଉଥିଲା। ଏତେ ସ୍ୱାଦିଷ୍ଟ ହେଇଥିଲା ଯେ ପୁରା ପ୍ଲେଟ୍ ଖାଲି କରି ଖାଇଥିଲି।